ସୁପ୍ରଭାତ ପିଲାମାନେ। ଆଜି ଆମେ ପଢିବା ସପ୍ତମ ଶ୍ରେଣୀର ଭୂଗୋଳ ବିଷୟ। ଏହାର ପ୍ରଥମ ଅଧ୍ୟାୟ ପୃଥିବୀର ଅଭ୍ୟନ୍ତରର ପାଠ ଦ୍ୱିତୀୟ ଶିଳା ଓ ଖଣିଜ ବିଷୟରେ। ପିଲାମାନେ ଏହି ବିଷୟ ପଢି ସାରିଲା ପରେ ଆମେ ଭୂ ଅଭ୍ୟନ୍ତରର ବିଭିନ୍ନ ସ୍ତର, ଶିଳାର ପ୍ରକାର ଭେଦ ଏବଂ ବାୟୁମଣ୍ଡଳର ବିଭିନ୍ନ ସ୍ତର ଗୁଡ଼ିକୁ ଚିତ୍ର ମାଧ୍ୟମରେ ଚିହ୍ନଟ କରିପାରିବା। ଆସନ୍ତୁ ଆମେ ଆରମ୍ଭ କରିବା ଆମ ପ୍ରଥମ ଅଧ୍ୟାୟ ପୃଥିବୀର ଅଭ୍ୟନ୍ତରର ଦ୍ୱିତୀୟ ପାଠ ଶିଳା ଓ ଖଣିଜ ବିଷୟରେ। ଏହି ପାଠରେ ମୁଖ୍ୟତଃ ଆମେ ଦୁଇଗୋଟି ପ୍ରସଙ୍ଗ ଆଲୋଚନା କରିବା। ପ୍ରଥମ ହେଲା ଶିଳା ଚକ୍ର ଓ ଦ୍ୱିତୀୟ ହେଲା ଖଣିଜ ଦ୍ରବ୍ୟର ବ୍ୟବହାର। ପିଲାମାନେ ଆମେ ଜାଣିଛୁ ଯେ ପୃଥିବୀର ଅଭ୍ୟନ୍ତର କେତେ ଗୁଡ଼ିଏ ସ୍ତର ଦ୍ୱାରା ଗଠିତ। ସବା ଉପରେ ଥିବା ସ୍ତରକୁ ଭୂତ୍ୱକ କୁହାଯାଏ। ଏହି ଭୂତ୍ୱକ ଶିଳାରେ ଗଠିତ। ଖଣିଜ ପଦାର୍ଥର ମିଶ୍ରଣରେ ଶିଳା ସୃଷ୍ଟି ହୋଇଥାଏ ଓ ଶିଳା ଗୁଡ଼ିକର ରଙ୍ଗ, ଆକାର ଓ ଗଠନ ଭିନ୍ନ ଭିନ୍ନ ହୋଇଥାଏ। ପିଲାମାନେ ଆମେ ଆଗରୁ ପଢି ସାରିଛେ ଯେ ଶିଳାକୁ ମୁଖ୍ୟତଃ ତିନି ଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି। ଯେମିତି ପ୍ରଥମ ଶିଳା ହେଲା ଆଗ୍ନେୟ ଶିଳା। ଆମେ ଆଗ୍ନେୟ ଶିଳା ବିଷୟରେ ଜାଣିଛେ ଯେ ଭୂତ୍ୱକ ତଳେ ଶିଳା ତରଳ ବା ଅର୍ଦ୍ଧ ତରଳ ଅବସ୍ଥାରେ ଥାଏ। ଏହାକୁ ମାଗ୍ମା ମଧ୍ୟ କୁହାଯାଏ। ଏହି ମାଗ୍ମା ଯେତେବେଳେ ଭୂପୃଷ୍ଠକୁ ଆସିଥାଏ ତାକୁ ଆମେ ଲାଭା କହିଥାଉ। ଏହି ଲାଭା କ୍ରମେ ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହୋଇଥାଏ। ସେହିପରି ଦ୍ୱିତୀୟ ଶିଳା ହେଲା ଅବକ୍ଷିପ୍ତ ଶିଳା ବା ସ୍ତରୀଭୂତ ଶିଳା। ତୃତୀୟ ଶିଳା ହେଲା ରୂପାନ୍ତରିତ ଶିଳା। ଏହି ଶିଳା ଗୁଡ଼ିକ ପରିବର୍ତ୍ତନଶୀଳ ଥାନ୍ତି। ଏହି ଅଧ୍ୟାୟରେ ଆମେ ଜାଣିବା ଯେ ଅନୁକୂଳ ପରିସ୍ଥିତିରେ ଗୋଟିଏ ଶିଳା ଅନ୍ୟ ଶିଳାକୁ କେମିତି ପରିବର୍ତ୍ତନ ହୋଇଥାଏ। ଆଗ୍ନେୟ ଶିଳା ଭୂପୃଷ୍ଠର କ୍ଷୟକାରକ ଉପାଦାନ ଦ୍ୱାରା ଛୋଟ ଛୋଟ ଖଣ୍ଡ ବା ଅବକ୍ଷିପ୍ତ ପଦାର୍ଥରେ ପରିଣତ ହୋଇଥାଏ। ସେହି ଛୋଟ ଛୋଟ ଖଣ୍ଡ ବର୍ଷା, ପବନ ଭଳି ଉପାଦାନ ଦ୍ୱାରା ସ୍ତର ଉପରେ ସ୍ତର ହୋଇ ଜମା ହୋଇଯାଇଥାଏ। ଏହି ସ୍ତର ହେବା ଦ୍ୱାରା ନିମ୍ନ ଭୂମିରେ ଥିବା ସ୍ତରଟି ଅବକ୍ଷିପ୍ତ ବା ସ୍ତରୀଭୂତ ଶିଳାରେ ପରିଣତ ହୋଇଥାଏ। ଉଭୟ ଆଗ୍ନେୟ ଓ ଅବକ୍ଷିପ୍ତ ଶିଳା ଯେତେବେଳେ ଅତ୍ୟଧିକ ତାପ ଓ ଚାପର ପ୍ରଭାବରେ ଆସିଥାଏ, ଏହା ରୂପାନ୍ତରିତ ଶିଳାରେ ପରିଣତ ହୋଇଥାଏ। ସେହିପରି ରୂପାନ୍ତରିତ ଶିଳା ଅତ୍ୟଧିକ ତାପର ପ୍ରଭାବରେ ଆସିଲେ ଅର୍ଦ୍ଧ ତରଳ ମାଗ୍ମାରେ ପରିଣତ ହୋଇଥାଏ। ପିଲାମାନେ ମାଗ୍ମା ଯେତେବେଳେ ବାହାରକୁ ଆସେ, ଏହା ବାହାରକୁ ଆସିଲା ପରେ ପୁଣି ଥରେ ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହୋଇଯାଏ। ପିଲାମାନେ ଆମେ ଶିଳା ଚକ୍ରର ଚିତ୍ରଟି ଦେଖିପାରୁଛେ। ଏହି ଚିତ୍ରରୁ ଆମେ ଜାଣିପାରୁଛେ ଯେ କେମିତି ଗୋଟିଏ ଶିଳା ଅନ୍ୟ ଏକ ଶିଳାରେ ପରିଣତ ହୋଇଥାଏ। ଏହି ଚିତ୍ରରେ ଆମେ ଦେଖିପାରୁଛୁ ଯେ ମାଗ୍ମାରୁ ତରଳ ପଦାର୍ଥ ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହେଉଛି। ଅନୁକୂଳ ପରିସ୍ଥିତିରେ ଅତ୍ୟଧିକ ତାପ ଯୋଗୁଁ ଆଗ୍ନେୟ ଶିଳା ମଧ୍ୟ ମାଗ୍ମାରେ ପରିଣତ ହୋଇଥାଏ। ପିଲାମାନେ ଆମେ ଜାଣିଛେ ଯେ ଆଗ୍ନେୟ ଶିଳା ଦୁଇ ପ୍ରକାରର, ଯଥା ନିସ୍ରବଜ ଆଗ୍ନେୟ ଶିଳା ଓ ଅନ୍ତର୍ଭେଦୀ ଆଗ୍ନେୟ ଶିଳା। ଏହି ନିସ୍ରବଜ ଆଗ୍ନେୟ ଶିଳା କ୍ରମେ ଅବକ୍ଷିପ୍ତ ପଦାର୍ଥରେ ପରିଣତ ହୋଇଥାଏ। ଏହି ଅବକ୍ଷିପ୍ତ ପଦାର୍ଥ ଚାପ ଯୋଗୁଁ ଅବକ୍ଷିପ୍ତ ଶିଳାରେ ପରିଣତ ହୋଇଥାଏ। ଅବକ୍ଷିପ୍ତ ଶିଳା
ଯେତେବେଳେ ଅତ୍ୟଧିକ ତାପ ଓ ଚାପ ସଂସ୍ପର୍ଶରେ ଆସିଥାଏ, ତାହା ରୂପାନ୍ତରିତ ଶିଳାରେ ପରିଣତ ହୋଇଥାଏ। ଉଭୟ ଅବକ୍ଷିପ୍ତ ଶିଳା ଓ ରୂପାନ୍ତରିତ ଶିଳା ମାଗ୍ମାରେ ପରିଣତ ହୋଇଥାଏ। ଏହି ଭାବରେ 3 ପ୍ରକାରର ଶିଳା ଅନୁକୂଳ ପରିସ୍ଥିତି ଦେଖି ଏକ ନିୟମିତ ଧାରାରେ ଅନ୍ୟ ଏକ ଶିଳାରେ ପରିଣତ ହୋଇଥାନ୍ତି। ଏହାକୁ ଆମେ ଶିଳାଚକ୍ର କହିଥାଉ। ପିଲାମାନେ, ପ୍ରଥମରୁ ଆମେ ଆଲୋଚନା କରିଥିଲୁ ଯେ ଏକ ବା ଅଧିକ ଖଣିଜ ଦ୍ରବ୍ୟ ମିଶି ଶିଳା ସୃଷ୍ଟି ହୋଇଥାଏ। ଏହି ଖଣିଜ ଦ୍ରବ୍ୟ ମାନବ ପାଇଁ ଅତି ଉପଯୋଗୀ। ପିଲାମାନେ, କହିପାରିବ କି ଖଣିଜ ଦ୍ରବ୍ୟକୁ ଆମେ କିପରି ଉପଯୋଗ କରିଥାଉ? ଆସ ଆମେ ଜାଣିବା ଖଣିଜ ଦ୍ରବ୍ୟର ଉପଯୋଗିତା ବିଷୟରେ। ଖଣିଜ ଦ୍ରବ୍ୟକୁ ଆମେ ଜାଳେଣୀ ଭାବରେ ବ୍ୟବହାର କରିଥାଉ, ଯେମିତିକି ପ୍ରାକୃତିକ ଗ୍ୟାସ୍, ପେଟ୍ରୋଲିୟମ ଓ କୋଇଲା। ଖଣିଜ ଦ୍ରବ୍ୟର ବ୍ୟବହାରରେ ଆମେ ରୋଷେଇ କରିଥାଉ, ଏହାକୁ ଆମେ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରିଥାଉ, ଏହା ଦ୍ୱାରା ଆମେ ଯାନବାହନ ଚଳନ କରିଥାଉ, ଏହା ପ୍ଲାଷ୍ଟିକ ଶିଳ୍ପରେ ବ୍ୟବହାର ହୋଇଥାଏ, ରାସାୟନିକ ସାମଗ୍ରୀ ତିଆରି କରିବା ପାଇଁ ମଧ୍ୟ ବ୍ୟବହାର ହୋଇଥାଏ ଓ କୃଷି କ୍ଷେତ୍ରରେ ମଧ୍ୟ ଖଣିଜ ଦ୍ରବ୍ୟ ବହୁଳ ଭାବରେ ବ୍ୟବହାର ହୋଇଥାଏ। ସେହିପରି ଲୁହା, ବକ୍ସାଇଟ୍ ଓ ସୁନା ମଧ୍ୟ ଖଣିଜ ଦ୍ରବ୍ୟ, ଯାହା ଆମ ଦୈନନ୍ଦିନ ଜୀବନରେ ଅନେକ କାମରେ ଆସିଥାଏ। ଯେତେବେଳେ ଆମେ ଲୁହା କଥା କହୁଛୁ ପିଲାମାନେ, ଆମ ମନରେ ନିଶ୍ଚୟ ଗୋଟେ ଛବି ଆସିଥିବ, କାହିଁକି ନା ଲୁହା ଦ୍ୱାରା ନିର୍ମିତ ଜିନିଷ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାଉ। ଏହାକୁ ବ୍ୟବହାର କରି ଆମେ ବିଭିନ୍ନ ଶିଳ୍ପ କ୍ଷେତ୍ରର ଜିନିଷ ତିଆରି କରିଥାଉ। ଏହା ବ୍ୟବହାର କରି ଆଲୁମିନିୟମ ତିଆରି ହୋଇଥାଏ, ଯାହା ଅନେକ କାମରେ ଆସିଥାଏ। ଏହା ଦ୍ୱାରା ଷ୍ଟିଲ ତିଆରି ହେଇଥାଏ, ସିମେଣ୍ଟ ଶିଳ୍ପରେ ଏହା ବ୍ୟବହାର ହୋଇଥାଏ ଓ ନିର୍ମାଣ କ୍ଷେତ୍ରରେ ଏହା ବ୍ୟବହାର ହୋଇଥାଏ। ସେହିପରି ଭାବରେ ସୁନା ମଧ୍ୟ ଆମେ ଅଳଙ୍କାର ଭାବରେ ବ୍ୟବହାର କରିଥାଉ। ତା ଛଡ଼ା ବିଭିନ୍ନ ଜାଗାରେ ବିଭିନ୍ନ ପୋଷାକକୁ ସାଜସଜ୍ଜା କରିବା ପାଇଁ ଆମେ ସୁନା ବ୍ୟବହାର କରିଥାଉ। ସେହିପରି ଆଉ ଗୋଟେ ଖଣିଜ ପଦାର୍ଥ ହେଉଛି ରାସାୟନିକ ସାର। ପିଲାମାନେ, ଆମେ ଜାଣିଛେ ଯେ ଭାରତ ଏକ କୃଷି ପ୍ରଧାନ ଦେଶ। କୃଷିର ବିକାଶ ପାଇଁ ଓ ଶସ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ଆମେ ରାସାୟନିକ ସାର ବ୍ୟବହାର କରିଥାଉ। ଏହି ରାସାୟନିକ ସାର ଅନେକ ପ୍ରକାର ଖଣିଜ ଦ୍ରବ୍ୟ ଦ୍ୱାରା ନିର୍ମିତ ହୋଇଥାଏ, ଯେମିତି ସୋଡିୟମ, ପୋଟାସିୟମ, ନାଇଟ୍ରୋଜେନ, ମ୍ୟାଗ୍ନେସିୟମ, କ୍ୟାଲସିୟମ, ସଲଫର, କ୍ଲୋରିନ, ଜିଙ୍କ ଏବଂ ଫେରସ। ଏହି ରାସାୟନିକ ସାର ବ୍ୟବହାର ଦ୍ୱାରା ଆମ ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି ହୋଇଥାଏ। ସେମିତି ଔଷଧ ତିଆରି କରିବା ପାଇଁ ମଧ୍ୟ ଖଣିଜ ଦ୍ରବ୍ୟର ବ୍ୟବହାର କରାଯାଇଥାଏ। ଆମେମାନେ ଜାଣିଛେ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏହି ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ଅନେକ ସମୟରେ ଆମେ ଔଷଧ ବ୍ୟବହାର କରିଥାଉ ଓ ଏହି ଔଷଧର ଉତ୍ପାଦନରେ ଅନେକ ଖଣିଜ ଦ୍ରବ୍ୟ ବ୍ୟବହାର ହୋଇଥାଏ, ଯେମିତି କ୍ୟାଲସିୟମ, କ୍ଲୋରାଇଡ, ମ୍ୟାଗ୍ନେସିୟମ, ଫସଫରସ, ପୋଟାସିୟମ, ସୋଡିୟମ, ସଲଫର ଓ ଅନ୍ୟାନ୍ୟ ବିଭିନ୍ନ ଖଣିଜ ପଦାର୍ଥ। ଏହି ଔଷଧ ଆମ ଶରୀରର ଅସ୍ଥି, ମାଂସପେଶୀ, ହୃତ୍ପିଣ୍ଡ ଓ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରି ଶରୀର ସଞ୍ଚାଳନରେ ସହଯୋଗ କରିଥାଏ। ପିଲାମାନେ, ଆଜି ଆମେ ମୁଖ୍ୟତଃ 2 ବିଷୟ ପଢିଲେ, ଶିଳାଚକ୍ର ଓ ଖଣିଜ ଦ୍ରବ୍ୟର ବ୍ୟବହାର। ବର୍ତ୍ତମାନ ତୁମମାନଙ୍କ ପାଇଁ କେତୋଟି ପ୍ରଶ୍ନ ଅଛି। ଆମେ ପ୍ରଥମ ପ୍ରଶ୍ନ ପଢିବା।
ଶିଳା ଚକ୍ରରେ ଆଗ୍ନେୟ ଶିଳା କେଉଁ ଶିଳାରେ ପରିଣତ ହୋଇଥାଏ? ଆମ ପାଖରେ ପ୍ରଥମ ବିକଳ୍ପ ଅଛି ଅବକ୍ଷିପ୍ତ ଶିଳା, ଦ୍ୱିତୀୟ ବିକଳ୍ପ ମାଗ୍ମା, ତୃତୀୟ ବିକଳ୍ପ ରୂପାନ୍ତରିତ ଶିଳା, ଚତୁର୍ଥ ବିକଳ୍ପ ମୃତ୍ତିକା। ହଁ ପିଲାମାନେ, ଏହାର ସଠିକ ଉତ୍ତର ହେଉଛି ପ୍ରଥମ ବିକଳ୍ପ ଅବକ୍ଷିପ୍ତ ଶିଳା। ଆମ ପାଇଁ ଦ୍ୱିତୀୟ ପ୍ରଶ୍ନ ହେଉଛି କାହାର ପ୍ରଭାବରେ ରୂପାନ୍ତରିତ ଶିଳା ଅର୍ଦ୍ଧ ତରଳ ମାଗ୍ମାରେ ପରିଣତ ହୋଇଥାଏ? ପ୍ରଥମ ବିକଳ୍ପ ହେଉଛି ଚାପ, ଦ୍ୱିତୀୟ ବିକଳ୍ପ ହେଉଛି ଆଲୋକ, ତୃତୀୟ ବିକଳ୍ପ ହେଉଛି ବାୟୁ, ଚତୁର୍ଥ ବିକଳ୍ପ ହେଉଛି ତାପ। ହଁ ପିଲାମାନେ, ଏହାର ସଠିକ ଉତ୍ତର ହେଉଛି ଚତୁର୍ଥ ବିକଳ୍ପ ତାପ। ଆମର ତୃତୀୟ ପ୍ରଶ୍ନ ହେଉଛି ସୁନା, ପେଟ୍ରୋଲିୟମ ଓ କୋଇଲା କ'ଣ? ପ୍ରଥମ ବିକଳ୍ପ ହେଉଛି ଶିଳା, ଦ୍ୱିତୀୟ ବିକଳ୍ପ ହେଉଛି ଖଣିଜ, ତୃତୀୟ ବିକଳ୍ପ ହେଉଛି ଜୀବାଶ୍ମ, ଚତୁର୍ଥ ବିକଳ୍ପ ହେଉଛି ଧାତୁ। ହଁ ପିଲାମାନେ, ଏହାର ସଠିକ ଉତ୍ତର ହେଉଛି ଦ୍ୱିତୀୟ ବିକଳ୍ପ ଖଣିଜ। ଏହି ପାଠରେ ଆମେ ଆଲୋଚନା କଲେ ଯେ ଶିଳା ଚକ୍ର କେମିତି ହୋଇଥାଏ ଓ ଆମର ଖଣିଜ ଦ୍ରବ୍ୟର ବ୍ୟବହାର ଆମେ ଦୈନନ୍ଦିନ ଜୀବନରେ କିପରି କରିଥାଉ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ପାଠ ବିଶେଷ ଭଲ ଲାଗିଲା ଓ ଆପଣମାନେ ଅନେକ କିଛି ଶିଖିବାକୁ ପାଇଲେ। ଧନ୍ୟବାଦ।